ବର୍ତ୍ତମାନ ଆମେରିକା ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ଆକ୍ରମଣ ପ୍ରତି ଆକ୍ରମଣ ଚାଲିଛି। ଧମକ ଚେତାବନୀ ଉଭୟଙ୍କ ପକ୍ଷରୁ ଚାଲିଛି। ଯଦି ଭାରତ ଏ ଯୁଦ୍ଧରେ ସାମିଲ ହୋଇଯାନ୍ତି ତେବେ ଦେଶରେ ସମସ୍ତ ନାଗରିକ ସବୁଠାରୁ ଅଧିକ ପ୍ରଭାବିତ ହେବେ। ଆପଣ ଜାଣନ୍ତି କି ଏଭଳି ପରିସ୍ଥିତିରେ ସରକାର ଦେଶର ଜାତୀୟ ଜରୁରୀକାଳୀନ ପରିସ୍ଥିତି ବା ନ୍ୟାସନାଲ ଇମର୍ଜେନ୍ସି ଡିକ୍ଲେୟାର କରନ୍ତି। ନାଗରିକମାନଙ୍କର ସମସ୍ତ ମୌଳିକ ଅଧିକାର ବା ଫଣ୍ଡାମେଣ୍ଟାଲ ରାଇଟ୍ସକୁ ସରକାର ଛଡ଼ାଇ ନିଅନ୍ତି। କେବଳ ଦୁଇଟି ଅଧିକାର ଯୁଦ୍ଧ ସମୟରେ ମଧ୍ୟ କେବେ ବନ୍ଦ ହୁଏନି। ତେବେ କେଉଁ କେଉଁ ପରିସ୍ଥିତିରେ ସରକାର ନ୍ୟାସନାଲ ଇମର୍ଜେନ୍ସି ଡିକ୍ଲେୟାର କରନ୍ତି? ନ୍ୟାସନାଲ ଇମର୍ଜେନ୍ସି ସମୟରେ ସାଧାରଣ ନାଗରିକଙ୍କ କେଉଁ ଅଧିକାରକୁ ସସ୍ପେଣ୍ଡ କରନ୍ତି ଓ କେଉଁ କେଉଁ ଅଧିକାରକୁ କେବେ ବି ସସ୍ପେଣ୍ଡ କରିପାରିବେ ନାହିଁ? ଆସନ୍ତୁ ଜାଣିବା ଏ ଭିଡ଼ିଓରୁ। ଭାରତୀୟ ସମ୍ବିଧାନର ଆର୍ଟିକଲ 352 ଅନୁଯାୟୀ ଯଦି ଦେଶରେ ସୁରକ୍ଷା ବ୍ୟବସ୍ଥା ସଙ୍କଟରେ ରହିଛି ତେବେ ସରକାର ଆପାତକାଳୀନ ବା ଇମର୍ଜେନ୍ସି ପରିସ୍ଥିତି ଘୋଷଣା କରନ୍ତି ଏବଂ ଦେଶର ସୁରକ୍ଷା ଭାର କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହେ। ନ୍ୟାସନାଲ ଇମର୍ଜେନ୍ସି ତିନୋଟି ପରିସ୍ଥିତିରେ ଘୋଷଣା ହୁଏ: ଯୁଦ୍ଧ, ବାହ୍ୟ ଆକ୍ରମଣ ଓ ସଶସ୍ତ୍ର ବିଦ୍ରୋହ, ଯାହାକୁ ଆଗରୁ ଇଣ୍ଟରନାଲ ଡିଷ୍ଟର୍ବାନ୍ସ ବା ଆଭ୍ୟନ୍ତରୀଣ ବିବାଦ କୁହାଯାଉଥିଲା। ନ୍ୟାସନାଲ ଇମର୍ଜେନ୍ସି କେବଳ ରାଷ୍ଟ୍ରପତିଙ୍କ ଦ୍ୱାରା ଘୋଷଣା କରାଯାଏ, କିନ୍ତୁ ସେ ଏହା ନିଜ ଇଚ୍ଛାରେ କରିପାରିବେ ନାହିଁ। କେନ୍ଦ୍ର କ୍ୟାବିନେଟ୍ର ଲିଖିତ ସୁପାରିଶ ମିଳିବା ପରେ ଘୋଷଣା କରନ୍ତି। ଏହି ଘୋଷଣାନାମାର ଏକ ମାସ ମଧ୍ୟରେ ପାର୍ଲାମେଣ୍ଟର ଉଭୟ ଗୃହ, ଲୋକସଭା ଓ ରାଜ୍ୟସଭା ଦ୍ୱାରା ଅନୁମୋଦନ ମିଳିବା ଆବଶ୍ୟକ। ପ୍ରତ୍ୟେକ ହାଉସର ମୋଟ ସଦସ୍ୟ ସଂଖ୍ୟାର 2/3 ବହୁମତ ଓ ଉପସ୍ଥିତି ଥିବା ଆବଶ୍ୟକ। ତେବେ ଇମର୍ଜେନ୍ସି ଟାଇମ୍ରେ ସାଧାରଣ ଜନତା ସବୁଠାରୁ ଅଧିକ ପ୍ରଭାବିତ ହୁଅନ୍ତି। ଯଦି ଯୁଦ୍ଧ ଦ୍ୱାରା ଭାରତରେ ନ୍ୟାସନାଲ ଇମର୍ଜେନ୍ସିର ଘୋଷଣା ହୁଏ, ପ୍ରଥମେ ଆର୍ଟିକଲ 19ରେ ଥିବା 6ଟି ସ୍ୱାଧୀନତା ଅଧିକାର ଅଟୋମେଟିକାଲି ସସ୍ପେଣ୍ଡ ହୋଇଥାଏ। 6ଟି ମୌଳିକ ସ୍ୱାଧୀନତା ଅଧିକାର ଯଥା ରାଇଟ୍ ଟୁ ସ୍ପିଚ୍ ଆଣ୍ଡ ଏକ୍ସପ୍ରେସନ୍, ବାକ୍ ବା ଅଭିବ୍ୟକ୍ତିର ସ୍ୱାଧୀନତା, ରାଇଟ୍ ଟୁ ପିସଫୁଲ୍ ଆସେମ୍ବଲି, ଶାନ୍ତିପୂର୍ବକ ତଥା ନିରସ୍ତ୍ର ସମ୍ମିଳନୀର ସ୍ୱାଧୀନତା, ରାଇଟ୍ ଟୁ ଫର୍ମ ଆସୋସିଏସନ୍, ସଂଘ ବା ସମିତି ଗଠନର ସ୍ୱାଧୀନତା, ରାଇଟ୍ ଟୁ ଫ୍ରି ମୁଭମେଣ୍ଟ, ଭାରତରେ ଅବାଧ ଗମନାଗମନ କରିବାର ସ୍ୱାଧୀନତା, ରାଇଟ୍ ଟୁ ରେସିଡେନ୍ସ, ଭାରତର ଯେକୌଣସି ଅଂଶରେ ବସବାସ କରିବାର ସ୍ୱାଧୀନତା, ରାଇଟ୍ ଟୁ ପ୍ରଫେସନ୍ ଆଣ୍ଡ ଟ୍ରେଡ୍, ବୃତ୍ତିଗତ ଜୀବିକା ଓ କାରବାର କରିବାର ସ୍ୱାଧୀନତା। ଏସବୁ ସ୍ୱାଧୀନତା ଅଧିକାର ଯୁଦ୍ଧକାଳୀନ ପରିସ୍ଥିତିରେ ଆପଣମାନଙ୍କଠାରେ ରହେ ନାହିଁ। ଏହାକୁ ଛାଡ଼ି ଅନ୍ୟ ସମସ୍ତ ମୌଳିକ ଅଧିକାରକୁ ରାଷ୍ଟ୍ରପତି ଚାହିଁଲେ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରି ମଧ୍ୟ ରଖିପାରିବେ। ଭାରତୀୟ ସାମ୍ବିଧାନିକ ଇତିହାସରେ 1976ର ଏଡିଏମ୍ ଜବଲପୁର ମାମଲାକୁ ଏକ ଅନ୍ଧକାରମୟ ସମୟ କୁହାଯାଏ, ଯେତେବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଇମର୍ଜେନ୍ସି ସମୟରେ ସରକାର ଜଣେ ବ୍ୟକ୍ତିର ଜୀବନର ଅଧିକାର ରାଇଟ୍ ଟୁ ଲାଇଫ୍ ମଧ୍ୟ ଛଡ଼ାଇ ନେଇପାରିବେ। ଏହି ନିଷ୍ପତ୍ତିକୁ ସଂଶୋଧନ କରାଗଲା 1978 ମସିହା 44ତମ ସମ୍ବିଧାନ ସଂଶୋଧନରେ। ଏଥିରେ କେବଳ 2ଟି ଅଧିକାରକୁ ଦେଶରେ ଯେକୌଣସି ପରିସ୍ଥିତିରେ ମଧ୍ୟ ସସ୍ପେଣ୍ଡ କରାଯାଇପାରିବ ନାହିଁ: ଆର୍ଟିକଲ 20 ରାଇଟ୍ ଟୁ କ୍ରିମିନାଲ ପ୍ରୋଟେକ୍ସନ୍, ଅପରାଧ ପାଇଁ ଦୋଷସିଦ୍ଧି ସମ୍ବନ୍ଧରେ ସୁରକ୍ଷା, ଓ ଆର୍ଟିକଲ 21 ରାଇଟ୍ ଟୁ ଲାଇଫ୍ ଆଣ୍ଡ ପର୍ସନାଲ ଫ୍ରିଡମ୍, ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତା। 2017 ମସିହାରେ ସୁପ୍ରିମକୋର୍ଟ ପୁନର୍ବାର ସ୍ପଷ୍ଟ କରିଛନ୍ତି ଏହି 2ଟି ଅଧିକାର ସମ୍ବିଧାନର ମୂଳଦୁଆ। କୌଣସି ବି ଜରୁରୀକାଳୀନ ପରିସ୍ଥିତିରେ ନାଗରିକମାନଙ୍କଠୁ ଏହି 2ଟି ଅଧିକାର ଛଡ଼ାଇ ନେଇପାରିବେ ନାହିଁ। ଏହା ସର୍ବଦା ବିଦ୍ୟମାନ ରହିବ। ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚିତ ଲାଇକ୍ ଓ କମେଣ୍ଟ କରନ୍ତୁ। ଏମିତି ଇନଫର୍ମେଟିଭ୍ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।